ରବିବାର ଗୋଟେ ଭଲ ଫିଷ୍ଟ ଭାବି ଆସି ଜିଅନ୍ତା ମାଛଟାକୁ କାଟିଦେଲୁ। ଜିଅନ୍ତା ମାଛ କେବେ ଛଟପଟ ହେଉଛି। ଏବେ ଆମେ ଯିବୁ ଟିପିଏମ୍ ଭିତରକୁ ଫିଷ୍ଟ କରିବା ପାଇଁ। ଆପଣମାନେ ବି ଚାଲନ୍ତୁ। ଟିପିଏମ୍ ଗୋଟେ ବଢ଼ିଆ ଜାଗା ଚୌଦ୍ୱାରରେ ଯେଉଁଟା ଦେଖିପାରିବେ ଆପଣମାନେ। ମାଛ ଦେଖୁଛନ୍ତି ପୁରା ଛଟପଟ ହେଉଛି। ସବୁ ପିସ୍ ପରେ ଭାଇ ନା ମାଛର ଗାଲିଟା ବାହାର କରିକି ଜରିରେ ପ୍ୟାକିଂ କରିବେ। ପ୍ୟାକିଂ କରିସାରିଲା ପରେ ଆମେ ସିଧା ଯିବୁ। କି କାମ, ମାଛ ଧରି ଆମେ ଚାଲୁ ସିଧା ଲୋକେସନ୍ ଉପରକୁ। ଲୋକେସନ୍ର ଟିପିଏମ୍। ଆପଣମାନେ ଆସିବେ କେମିତି ପୋଟଳରୁ ସିଧା ରାସ୍ତାରେ ହରନାଥପୁର ଦାସରଥୀ ପାଟଣା। ଦାସରଥୀ ପାଟଣାରୁ କ୍ରସ୍ କରିବେ ଏଇ ଡାହାଣକୁ ମୋଡ଼ିଲି ସିଧା ଚାଲିଲୁ ଆମେ ଟିପିଏମ୍ ରାସ୍ତା ମଣ୍ଡାପଡ଼ା ଦେଇକି। ଟିପିଏମ୍କୁ ରାସ୍ତାଟା ଏଇପଟରେ। ଯିଏ ବି ଆସିବ ଏଇ ଭଙ୍ଗା ଦେୱାଲ ଭିତରେ ଆରାମରେ ଢୁକିଯିବ। ଟିକେ ଆଗକୁ ଗଲେ ବାଁ ପଟକୁ ପଡ଼ିବ ପ୍ରଥମ ଘାଟ, ଦ୍ୱିତୀୟ ଘାଟ, ତୃତୀୟ ଘାଟ। ଆମେ ସିଧା ପହଞ୍ଚିଲୁ ଦ୍ୱିତୀୟ ଘାଟରେ। ଦ୍ୱିତୀୟ ଘାଟରେ ନା ଗାଡ଼ି ପଶିଲା। ପ୍ରଭାତ ଦେଖେ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆମେ ଟୋଟାଲ ଉପରେ ସୁଇସାଇଡ୍ ପଏଣ୍ଟ ସାମ୍ନାରେ ଆମେ ଫିଷ୍ଟ କରୁଛୁ ଆଜି। ପୁରା କ୍ଲିନ୍ ପାଣି ଅଛି। ଲୁଣ ସ୍ୱାଦ ଅନୁସାରେ ଆମେ ଗୋଟେ ମାତ୍ର ପକୋଡ଼ା ନେଇକିନା ଆସିଛୁ ଯେଉଁଟା ଖାଲି ବୁଲନା ଖାଇବେ। ଆମର ଆଉ ସେଥିରେ ଭାଗ ନାହିଁ। ମାନେ ମୁଣ୍ଡିଆ ବି ମାଇଲୁନି କି ସେଇଟା ମା ଲକ୍ଷ୍ମୀ ବୋଲି ହାତ ଏବେ ଯାଇ ବି ଯାଇନାହିଁ ତାର ଦିଦି ମାଛ ଛଣାଟା ପଳେଇବ ନା ମାଆଙ୍କୁ ଆଉ କ'ଣ ମୁଣ୍ଡିଆ ମାରିବି ଆଉ ଟିକେ କମେଇ ଦେଇଛି ବା ମୁଣ୍ଡ ଗୁଡ଼ା ଦଉନ ଏପଟ ମୁଣ୍ଡ ମୁଁ ଦଉଛି ସେଇ ଗୁଡ଼ା ପେଟି ପକଉଛି ମାଛ ଆମର ଗୋଟେ 80% ଭଳିଆ ହେଇଗଲାଣି। ଏଇନା ଫିଷ୍ଟ ଆରମ୍ଭ ହବ। ଇଏ ହେଉଛି ନନାଙ୍କ ପହଡ଼ା। ତେଲରେ ଭାସୁଛନ୍ତି। ଆଖି ବଡ଼ ବଡ଼ କରି ଆଉ ଟିକେ ପରେ ନନାଙ୍କ ପେଟ ଭିତରକୁ। ଏଠି ଆମ ଟ୍ରମ୍ପ ଭାଇ ମାଛ ଖାଇବା ପାଇଁ ଛିଡ଼ା ହେଇଯାଇଛନ୍ତି ଆଗୁଆ। ଆଉ ବସଛୁ କେତେ ଦିନ ହେଲା ବସା ନା ଭାଇ। ଆମେ ସବୁବେଳେ କାଳିଜାଇ ଚନ୍ଦ୍ରଭାଗାରେ ସନ୍ଧ୍ୟା ଦେଖିଥିଲୁ। ଆଜି ଟିପିଏମ୍ରେ ବି ସନ୍ଧ୍ୟା ଦେଖିବାକୁ ସୁଯୋଗ ମିଳିଲା। ଟିପିଏମ୍ରେ ସନ୍ଧ୍ୟା ଦେଖିବା ପାଇଁ ଆମ ସହିତ ଆହୁରି ଆସିଥିଲେ ବୁଲୁ, ସତ୍ୟ, ଗୁଡୁ, ଅମିତ ପୁଣି କଟକରୁ ଆସିଥିଲେ। ସନ୍ଧ୍ୟା ପରେ ପ୍ରଭାତ ଲାଷ୍ଟ ଫଟୋ ଉଠେଇଲେ। ଆମେ ହାଣ୍ଡି ଡେକ୍ଚି ଗ୍ୟାସ୍ ଧରି ଘରକୁ ଆଇଲୁ। ଫିଷ୍ଟ ଖତମ।